ଅଭିନେ ରାଇଜରେ ଅଲିଉଡ୍ ସିଙ୍ଗର ହ୍ୟୁମାନ ସାଗର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଛି ଦେହାନ୍ତ। ସେଠାରୁ ତାଙ୍କ କଟକସ୍ଥିତ ବାସଭବନ ଅଣାଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେଠାରୁ ହ୍ୟୁମାନଙ୍କ ପାର୍ଥିବ ଶରୀର ଟିଟିଲାଗଡ଼ ସ୍ଥିତ ବାସଭବନକୁ ନିଆଯାଉଛି। ସେଠାରେ ଶେଷକୃତ୍ୟ ସମ୍ପନ୍ନ ହେବ। ଗତ କିଛିଦିନ ଧରି ଅସୁସ୍ଥ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ହ୍ୟୁମାନ ସାଗର। ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ଗତ ଶୁକ୍ରବାର ଅପରାହ୍ନରେ ତାଙ୍କୁ ଏମ୍ସ ଭୁବନେଶ୍ୱର ଜରୁରୀକାଳୀନ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ଏକାଧିକ ଅଙ୍ଗ ପ୍ରଚଳନ କରୁନଥିଲା। ମସ୍ତିଷ୍କ, ଫୁସ୍ଫୁସ୍, ବୃକକ୍, ଯକୃତ, ରକ୍ତ ଜମାଟ ବାନ୍ଧିବା ଏବଂ ରକ୍ତଚାପ ନିୟନ୍ତ୍ରଣରେ ରହୁନଥିଲା। ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମରେ ବହୁ ରୋମାଣ୍ଟିକ୍ ଗୀତ ଭେଟି ଦେଇଛନ୍ତି ହ୍ୟୁମାନ ସାଗର। 1990 ମସିହାରେ ବଲାଙ୍ଗୀରର ଟିଟିଲାଗଡ଼ରେ ଜନ୍ମ ହୋଇଥିଲେ ହ୍ୟୁମାନ। ପିଲାଟି ବେଳୁ ସଙ୍ଗୀତ ପ୍ରତି ତାଙ୍କ ରୁଚି ଥିବା ପାଠପଢ଼ା ସହ ସଙ୍ଗୀତ ଯାତ୍ରାକୁ ସମାନ୍ତରାଳ ଭାବେ ଜାରି ରଖିଥିଲେ। ଏପରିକି ଡାକ୍ତରୀ ପାଠ ଛାଡ଼ି ସେ ସଙ୍ଗୀତକୁ କ୍ୟାରିୟର ରୂପେ ବାଛିଥିଲେ। ତାଙ୍କ ସ୍ୱରର ଯାଦୁରେ ଶ୍ରୋତାଙ୍କୁ ବାନ୍ଧି ରଖିବା ସହ ଓଡ଼ିଆ ସଙ୍ଗୀତ ଜଗତରେ ବେଶ୍ ପରିଚିତ ପାଇଥିଲେ। ରିଆଲିଟି ଶୋରେ ଚାମ୍ପିୟନ ହେବା ପରେ 2015ରେ ବଡ଼ ପର୍ଦ୍ଦାରେ ଇସ୍କ ତୁ ହି ତୋ ମାଧ୍ୟମରେ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ପ୍ରାୟ 100ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି। ଏହାସହ ତୁମ ଓଠ ତଳେ ନିଶ୍ୱାସ ଦେଖିବି, ଚେହେରା ଆଦି ଓଡ଼ିଆ ଆଲବମରେ ମଧ୍ୟ କଣ୍ଠଦାନ କରି ସେ ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି। ରିପୋର୍ଟ ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।